ନୂଆପଡ଼ାରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ। ସବୁ ସମବାୟ କାର୍ଯ୍ୟାଳୟରେ ମଧୁବାବୁଙ୍କ ଫଟୋ ରହିବ, ଜିଲ୍ଲାପାଳଙ୍କ ନିର୍ଦ୍ଦେଶ। ଆଜି ନୂଆପଡ଼ାରେ ସମବାୟ ବିଭାଗ ତରଫରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ସ୍ଥାନୀୟ ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଜିଲ୍ଲା ପରିଷଦ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଯୋଗେଶ୍ୱର ଭୋଇ ପ୍ରମୁଖ ଯୋଗ ଦେଇଥିଲେ। ଏହି ଉପଲକ୍ଷେ ଅନୁଷ୍ଠିତ ଆଲୋଚନା ଚକ୍ରର ବିଷୟବସ୍ତୁ ଥିଲା ଓଡ଼ିଶାର ସମବାୟ ଆନ୍ଦୋଳନରେ ମଧୁସୂଦନ ଦାସଙ୍କ ଅବଦାନ। ବକ୍ତା ହିସାବରେ ନୂଆପଡ଼ା ଫାକ୍ସ ନିର୍ଦ୍ଦେଶକ ମୁରଲୀଧର ସୁନାନୀ, ନୂଆପଡ଼ା ଫାକ୍ସ ପୂର୍ବତନ ସଭାପତି ଦିଲ୍ଲୀପ ସାହୁ, ନୂଆପଡ଼ା ଫାକ୍ସ ସଭାପତି ଦେବୀପ୍ରସାଦ ମିଶ୍ର, ଖରିଆର ରୋଡ଼ ଫାକ୍ସ ସଭାପତି ରାଜେଶ ନିଗମ ପ୍ରମୁଖ ଯୋଗ ଦେଇଥିଲେ। ଅତିଥି ଏବଂ ବକ୍ତାମାନେ ମଧୁବାବୁଙ୍କ ସ୍ମୃତିଚାରଣ କରି ଓଡ଼ିଶା ପ୍ରତି ତାଙ୍କର ମହାନ ଅବଦାନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ମୁଖ୍ୟ ବକ୍ତା ହିସାବରେ ଡକ୍ଟର ଦୀପକ କୁମାର ଦାସ, ଅଧ୍ୟାପକ କମନା ମହାବିଦ୍ୟାଳୟ ଯୋଗ ଦେଇ ମଧୁବାବୁଙ୍କ ଓଡ଼ିଶା ଏକତ୍ରୀକରଣ ସହିତ ସମବାୟ ଆନ୍ଦୋଳନରେ ଅବଦାନ ସମ୍ବନ୍ଧରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ଜିଲ୍ଲାପାଳ ତାଙ୍କ ସଭାପତିତ୍ୱ ଭାଷଣରେ ମଧୁବାବୁଙ୍କ ବ୍ୟକ୍ତିତ୍ୱର ବିଭିନ୍ନ ଦିଗ ସମ୍ବନ୍ଧରେ ଆଲୋଚନା କରିଥିଲେ। ଓଡ଼ିଶାର ସାମାଜିକ, ରାଜନୈତିକ, ଅର୍ଥନୈତିକ, ସାହିତ୍ୟ ଓ ସମବାୟ କ୍ଷେତ୍ରରେ ତାଙ୍କର ବିପୁଳ ଅବଦାନର ସ୍ମୃତିଚାରଣ କରିଥିଲେ। ନୂଆପଡ଼ାର ସମସ୍ତ ସମବାୟ ଅଫିସରେ ମଧୁବାବୁଙ୍କ ଫଟୋ ରଖିବା ପାଇଁ ସେ ପରାମର୍ଶ ଦେଇଥିଲେ। ବର୍ତ୍ତମାନ ସମାଜ ମଧୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆଗକୁ ଚାଲିଲେ ରାଜ୍ୟ ତଥା ଦେଶରେ ପ୍ରଗତି ତ୍ୱରାନ୍ୱିତ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ସ୍ୱାଗତ ଭାଷଣ ରଖିଥିଲେ। ଶେଷରେ ଡିଆର୍ସିଏସ୍ ଶିବପ୍ରସାଦ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ଆଜିକାର ଜୟନ୍ତୀ ସମାରୋହରେ ନୂଆପଡ଼ାର ବିଭିନ୍ନ ଗଣ୍ୟମାନ୍ୟ ବ୍ୟକ୍ତିବିଶେଷ, ଜିଲ୍ଲାସ୍ତରୀୟ ଅଧିକାରୀ, ସମବାୟ ବିଭାଗର କର୍ମକର୍ତ୍ତା, ସମବାୟ ପ୍ରେମୀ, ସୁଧୀବୃନ୍ଦ, ଗଣମାଧ୍ୟମ ମାଧ୍ୟମ ପ୍ରତିନିଧିମାନେ ମଧ୍ୟ ଯୋଗ ଦେଇଥିଲେ। ନୂଆପଡ଼ାରୁ ପରମେଶ୍ୱର ମେହେରଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ୍।